ତେବେ ଆମ୍ଭେମାନେ ମାଥ୍ୟୁ ଯାହା ଲେଖିଲେ 10 ଅଧ୍ୟାୟର 28 ରୁ ଟିକେ ପଢନ୍ତୁ। ଆଉ ଯେଉଁମାନେ ଶରୀରକୁ ବୋଧ କରନ୍ତି ଯେଉଁମାନେ ଶରୀରକୁ ବୋଧ କରନ୍ତି କିନ୍ତୁ ଆତ୍ମାକୁ ବୋଧ କରିପାରନ୍ତି ନାହିଁ, କିନ୍ତୁ ଆତ୍ମାକୁ କିଛି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। ସେମାନଙ୍କୁ ଭୟ କର ନାହିଁ। ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନରକରେ ବିନଷ୍ଟ କରିପାରନ୍ତି, କିନ୍ତୁ ଯେ ଶରୀରକୁ ବିନଷ୍ଟ କରିପାରନ୍ତି, ଆତ୍ମାକୁ ମଧ୍ୟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର। ତାହାଙ୍କୁ ହିଁ, ଆଉ କାହାରିକୁ ନାହିଁ। ପରମେଶ୍ୱରଙ୍କ ଲୋକମାନେ ପରମେଶ୍ୱର ଜାଣିଥିଲେ ଯେ ଆମର ନିର୍ମିତ ସୃଷ୍ଟ ପ୍ରାଣୀ ମାନେ ଅନେକ ବିଷୟକୁ ନେଇ ଆପଣା ଜୀବନରେ ଭୟଭୀତ ହେବେ। ଏଥିପାଇଁ ସେ ବାଇବଲର ଆରମ୍ଭରୁ ଶେଷ ଯାଏ ବାରମ୍ବାର ଆପଣା ଦାସ ମାନଙ୍କ ଦ୍ୱାରା, ଭବିଷ୍ୟତ ଭକ୍ତ ମାନଙ୍କ ଦ୍ୱାରା, ତାଙ୍କ ପ୍ରେରିତ ମାନଙ୍କ ଦ୍ୱାରା, ଶିଷ୍ୟ ମାନଙ୍କ ଦ୍ୱାରା ବାରମ୍ବାର ଆମ୍ଭ ମାନଙ୍କୁ କହିଲେ, ତୁମେ ମାନେ ଭୟ କର ନାହିଁ। ଏ ଦରିଦ୍ର ଖଙ୍ଗାର ଗୁଡା କାହିଁକି ବୁଲୁଛନ୍ତି ମୁଁ ବୁଝିପାରୁନାହିଁ। ଏମାନଙ୍କ ଜୀବନରେ ଭୟ ଈଶ୍ୱରଙ୍କ ସାନ୍ନିଧ୍ୟ ପ୍ରତି ଅଛି ନାଇଁ, ଈଶ୍ୱରଙ୍କ ବାକ୍ୟ ପ୍ରତି ସମ୍ମାନ ଅଛି ନାଇଁ। ଏମାନଙ୍କୁ କଣ ଓଡିଆ ବୁଝୁନାହିଁ? କୁଇରେ କୁହାଯିବ ଈଶ୍ୱରଙ୍କ ଦାସ କହିଲେ ଈଶ୍ୱରଙ୍କ ବାକ୍ୟ ବୁଣାଯିବ, ଆସିକି ବସ, ନହେଲେ କୁଡ଼ିଆକୁ ଯାଅ। ରକ୍ଷା ପାଇଗଲେ ବିଶ୍ୱାସର ଟପିକରେ ଅଛି ବୋଲି ଏମିତି ଯାହା ଚଲାନ୍ତି ବୁଝା ପଡିଥାନ୍ତା। ଆପଣ ମାନେ ଯଦି ପରମେଶ୍ୱରଙ୍କୁ ମାନୁଛନ୍ତି ଯେ ଅଦୃଶ୍ୟ ଈଶ୍ୱର ଜଣେ ଅଛନ୍ତି, ସେ ଦେଖୁଛନ୍ତି, ସେ ଜାଣୁଛନ୍ତି, ଆପଣଙ୍କ ହୃଦୟକୁ ଦେଖନ୍ତି, ଏଇଟା ଆମର ଭୟ। ମାନେ ଡରିବାନି, ମାନେ କାହାରିକୁ ଡରିବାନି। ଟପିକ ନାହିଁ, ତେଣୁ ବଞ୍ଚିତ। ଏହାକୁ ଖ୍ରୀଷ୍ଟିଆନ ଜୀବନ ବୋଲି କୁହାଯିବ ନାହିଁ। ଆମେ ଦୁଃଖକୁ ସିନା ଭୟ କରିବୁ ନାହିଁ, ଅଭାବ ସମସ୍ୟାକୁ ସିନା ଦେଖି ଭୟଭୀତ ହେବୁ ନାହିଁ। ଆମ ଲୋକମାନଙ୍କ ଠାରେ ଈଶ୍ୱରଙ୍କ ସାନ୍ନିଧ୍ୟ ପ୍ରତି, ଈଶ୍ୱରଙ୍କ ପ୍ରତି, ପବିତ୍ର ଆତ୍ମାଙ୍କ ସାନ୍ନିଧ୍ୟ ପ୍ରତି, ଏଇଟା କି ଭୟ? ଏଇଟା ଭୟ 22ତମ ନାହିଁ ଯେ 2022ତମ କଲେ ମଧ୍ୟ ଆମେ ସୁଧୁରିବୁ ନାହିଁ। ପ୍ରଭୁଙ୍କ ଲୋକମାନେ ଏପରି ଦାମ୍ଭିକତା ଆମ ଠାରେ ଦେଖାନ ଯାଅ। ଏହା ଆଦୌ ଶୋଭନୀୟ ବିଷୟ ନୁହେଁ। ଯାହା ଯେଉଁ ସବୁ ବିଷୟକୁ ଆମ୍ଭେମାନେ ଭୟ ନ କରିବା ଦରକାର, ସେ ସବୁ ଆମ ଠାରେ ଜମା ଦେଖା ନ ଯାଉ। ଆଉ ଯାହାକୁ ଭୟ କରିବା ନିତାନ୍ତ ଆବଶ୍ୟକ, ଆମ ଠାରେ ସେହି ବିଷୟ ପ୍ରତି ଭୟ ସମ୍ପୂର୍ଣ୍ଣ ଦେଖାଯିବା ଦରକାର। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଈଶ୍ୱରଙ୍କ ପ୍ରତି ଭୟ, ସାବଧାନ ଈଶ୍ୱରଙ୍କ ଲୋକମାନେ। ଏହା ଆମର ଅପମାନ କଥା କୁହାଯାଉ ନାହିଁ, ମହାମହିମଙ୍କ କଥା ପଡିଛି ଏଠି। ମୁଁ ତ ଟଙ୍କା 30 ବର୍ଷ ବାସ୍। ଈଶ୍ୱରଙ୍କ ପ୍ରତି ଭୟ ଏକ ବ୍ୟକ୍ତିର ଜୀବନକୁ ମନ୍ଦ ଛାଡ଼ିବା ପାଇଁ ପ୍ରବର୍ତ୍ତାଏ, ଅପରାଧ କରିବାକୁ ଦିଏ ନାହିଁ। ପାପ କରିବା ପୂର୍ବରୁ କମ୍ପିବାକୁ ଲାଗିବ ସେ। Do we people have that fear of the Lord in our heart? କେଉଁ ଭୟରେ ଅଛି ଆମେ ମାନେ ଭୟରୁ? ହଉ, ମାନ୍ୟଗଣ୍ୟ ମାନଙ୍କୁ ବିନମ୍ର ଅନୁରୋଧ, କଥାବାର୍ତ୍ତା ହୁଅନ୍ତୁ ନାହିଁ। Hallelujah. Praise the Lord. ମଶା କହିଲେ ଦ୍ୱିତୀୟ ବିବରଣ 31:6। ବଳବାନ ଓ
ଓ ସାହସିକ ହୁଅ, ବଳବାନ ଓ ସାହସିକ ହୁଅ, ଭୟ କର ନାହିଁ, ଭୟ କର ନାହିଁ। କିମ୍ବା ସେମାନଙ୍କ ସକାଶୁ ତ୍ରାସଯୁକ୍ତ ହୁଅ ନାହିଁ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପ୍ରଭୁ ତୁମର ପରମେଶ୍ୱର ସେ ଆପେ ତୁମ୍ଭ ସଙ୍ଗେ ଗମନ କରୁଅଛନ୍ତି, ସେ ନିଜେ ତୁମ ସହିତ ଗମନ କରୁଛନ୍ତି। ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, ହାଲେଲୁୟା। କିଅବା କିମ୍ବା ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ। ପରମେଶ୍ୱର କେବେ ତ୍ୟାଗ କରିବାକୁ ଚାହୁଁନାହାନ୍ତି। ଏଥିପାଇଁ ମୁଁ କହିବା ପାଇଁ ଚାହେଁ ଭାଇ ଭଉଣୀ ମାନେ, ପ୍ଲିଜ ଦୟାକରି ଅଯଥା ନକାରାତ୍ମକ ବିଷୟ ଗୁଡ଼ିକୁ ନେଇ କେବେ ଭୟଭୀତ ହେଇ ଜୀବନରେ ଯାହା ପ୍ରାଚୁର୍ଯ୍ୟତାର ଆନନ୍ଦ ଅଛି, ଶାନ୍ତି ଅଛି, ବିଶ୍ରାମ ଅଛି, ତାକୁ ହରାନ୍ତୁ ନାହିଁ। ମୁଁ ଏଠି ଅଯଥା ବାବା ଡବା ପିଟୁ ନାହିଁ। ପାଉଲ କହିଲେ ମୁଁ ଈଶ୍ୱରଙ୍କ ବାକ୍ୟ ଯେପରି ସାହସ ପୂର୍ବକ ପ୍ରଚାର କରିପାରେ, ଏଥିପାଇଁ ମୋ ନିମନ୍ତେ ପ୍ରାର୍ଥନା କରନ୍ତୁ। ପ୍ରଭୁଙ୍କ ଦାସ ମାନେ ମତେ ବହୁତ ଖୁସି ଲାଗିଲା। ପ୍ରଭୁଙ୍କ ଦାସ ଟିକେ ଠିଆ ହେବେ ଆପଣ, ପ୍ଲିଜ ଟିକେ ଠିଆ ହେବେ। ଆଜ୍ଞା ପାଇଁ ଟିକେ ଟାଇମ୍ ମାରିବା କି? ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍। ଯେତେ ଦାସ ଦାସୀ ମାନେ ଅଛନ୍ତି, ଈଶ୍ୱରଙ୍କ ବାକ୍ୟର ସିଧା ପ୍ରଚାର କରନ୍ତୁ। କାଳ ମନ୍ଦ ଅଟେ, ହୁଏତ ମତେ ନେକ୍ସଟ ଟାଇମ୍ ସେନାରେ ଡାକିବେ ନାହିଁ, ନୋ ଇସ୍ୟୁ। ସ୍ୱର୍ଗ ଦେଖି ମତେ ଖୁସି ହେବା ଦରକାର, ମୋର ମାଲିକ ଦେଖି ଖୁସି ହେବା ଦରକାର, ପରମେଶ୍ୱର ସନ୍ତୁଷ୍ଟ ହେବା ଦରକାର, ଲୋକମାନଙ୍କ ଜୀବନ ବଦଳିବା ଦରକାର। ବହୁତ ଭଲ ଲାଗିଲା ମତେ। ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେଲେ। ଯାହା ହଉ ଆମ ଅଞ୍ଚଳରେ ମଧ୍ୟ ସିଧା କହିବା ଲୋକ ଅଛନ୍ତି। ଦରକାର ପିଲାକୁ ଯଦି ଜ୍ୱର ହେଇଛି ମାନେ ଔଷଧ ଦିଆଯାଉ, ଯଦି ପିଲାର ଦେହ ଭଲ ଅଛି ମାନେ ମିଠା ଦିଆଯାଉ। There must be a balance. Hallelujah. Praise the Lord. ଟାଇମ୍ ନାହିଁ ଈଶ୍ୱରଙ୍କ ଲୋକମାନେ ଡରିବାନି ଗୀତ ଗାଇ ମଜା ନେଲେ କିଛି ହବ ନାହିଁ। ଡରିବାନି ଯେ ଈଶ୍ୱରଙ୍କୁ ମଧ୍ୟ ଡରିବାନି, ଈଶ୍ୱରଙ୍କ ବାକ୍ୟକୁ ଡରିବାନି, ତାଙ୍କ ଦାସମାନଙ୍କୁ ଡରିବାନି। କଣ ଭାବୁଛନ୍ତି ବିଶ୍ୱଭାଗ୍ୟକୁ ଆପଣ ମାଣିଆରେ ଆସୁଛନ୍ତି? ଟାଇମ୍ ଏତେ ତାଙ୍କୁ ସୁବିଧା। ମୁଁ ଜାଣିଛି ମୋର ପଡୋଶୀରେ ରୁହନ୍ତି ପାତ୍ର ସାର୍, କେବେ କୋଉ ଦିନ ଟାଇମ୍ ନାହିଁ କଥା ହେବା ପାଇଁ ତାଙ୍କୁ। ଏମାନେ ଆସୁଛନ୍ତି ବସିବା ପାଇଁ, ତମେ ବୁଲିବାର ଦେଖିବାକୁ ଆସୁଛନ୍ତି। ଭୁବନେଶ୍ୱରରେ ଆସିବେ, ତମର ବୁଲିବାର ଦେଖିବାକୁ ଆସିବେ। କିଛି କାମ ନାହିଁ ଏମାନଙ୍କୁ। ଏଇଟା ସରଳତା ଆମର, ଏଇଟା ଆମର ନମ୍ରତା। ଦାମ୍ଭିକତାରୁ ଫେରନ୍ତୁ। ଭୟ ଈଶ୍ୱରଙ୍କ ପ୍ରତି ଯଦି ଭୟ ଆସିବ ନାହିଁ, ଆପଣ ମନ୍ଦତା ତ୍ୟାଗ କରିପାରିବେ ନାହିଁ, ପାପ ଛାଡ଼ିବେ ନାହିଁ, ଗର୍ବାଚରଣ ଯିବ ନାହିଁ, ଦାମ୍ଭିକତା ଯିବ ନାହିଁ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ମୃତ୍ୟୁକୁ ସିନା ଡରିବା ନାହିଁ, ଶୈତାନକୁ ସିନା ଡରିବା ନାହିଁ, କିନ୍ତୁ ସେ ଆମମାନଙ୍କ ପ୍ରାଣକୁ ତିଆରି କରିଛନ୍ତି, ପ୍ରାଣକୁ ନେଇପାରନ୍ତି, ସେ କିଛି ବି କରିପାରନ୍ତି, ତାହାଙ୍କୁ ଭୟ କରିବା ନିତାନ୍ତ ଆବଶ୍ୟକ ଅଟେ। ଏକ ବ୍ୟକ୍ତି ଯଦି ଭୟ କରିବ, ଗୋଟେ ମିନିଟ୍ ତାଳି ଯଦି ମାରିବ ତ ସମସ୍ତେ ମାରୁ, ନହେଲେ ମୁସ୍କା ତାଳି ପ୍ରଭୁ ଗ୍ରହଣ କରିବେ ନାହିଁ। ଏକ ବ୍ୟକ୍ତି ଈଶ୍ୱରଙ୍କ ପ୍ରେମକୁ ଚାଖିବ, ଆଜ୍ଞା ତାକୁ ତାଳି ମାରିବ କହିବାକୁ ପଡିବ ନାହିଁ, ଖଙ୍ଗାର ପରି ବୁଲିକି ରହିପାରିବ ନାହିଁ। ଏକ ପ୍ରେମିକ ପ୍ରେମିକାକୁ ରୋଜ ଦେଲା ବେଳକୁ, ଡେରି ମିଲ୍କ, ଫେରି ମିଲ୍କ, ମେରି ମିଲ୍କ ସବୁ ଦେଲା ବେଳକୁ, ନିଅ ହେ ମୁଁ ତୁମକୁ ପ୍ରେମ କରୁଛି, ଲଙ୍କାର ଦେବ କି? ଜାବୁଡ଼ିକୁ ଧରିଦେବ ନା। ବାକ୍ୟ 10ଟାରେ ବୋଲେ 9ଟା ଆଧରେ ଥିବାର ଅଛି। ଏଠି ଗୀତ ଗାଇ ପିଲାମାନଙ୍କର ତଣ୍ଟି ବସିଗଲାଣି, ଏମାନେ ଭୁଲି ଥିଲେ। ସମୟ ନାହିଁ ତ ମୁଁ ଭିତରେ ରହିବା ପାଇଁ ଚାହୁଁଛି। ଆଗାମୀ ଦିନମାନଙ୍କରେ ଏପରି ବିଷୟ ଦେଖାନଯାଉ। ପରମେଶ୍ୱର God must be pleased, delighted. ପରମେଶ୍ୱର ସନ୍ତୁଷ୍ଟ ହେବା ଦରକାର। There should be my life. ତା ମୋର ଜୀବନ ହଉ, ପ୍ରଭୁ ଖୁସି ହୁଅନ୍ତୁ, ବାକି କେହି ହୁଅନ୍ତୁ know that couldn't carry us. Praise the Lord. Hallelujah. 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 Live before God's face. ଈଶ୍ୱରଙ୍କ ନଜରରେ ବଞ୍ଚନ୍ତୁ। ଆପଣଙ୍କର ବଞ୍ଚିବାର ଉଦ୍ଦେଶ୍ୟ ପ୍ରଭୁଙ୍କୁ ଖୁସି କରିବା ହଉ, ପ୍ରଭୁଙ୍କୁ ଆନନ୍ଦିତ କରିବା ହଉ, ପ୍ରଭୁଙ୍କର ଗୌରବାର୍ଥୀ ହଉ। କିଏ କଣ ଭାବୁଛନ୍ତି, କିଏ କଣ ଚିନ୍ତା କରୁଛି ନା। Hallelujah. Praise the Lord.
କୌଣସି ନକାରାତ୍ମକ ବିଷୟ ନିମନ୍ତେ ଭୟଭୀତ କେବେ ହେବେ ନାହିଁ। ପରମେଶ୍ୱର ଆମମାନଙ୍କୁ ଭୀରୁ ତାର ଆତ୍ମା ଦେଇନାହାନ୍ତି। ରିସେଣ୍ଟଲି ଇଷ୍ଟ ଇଣ୍ଡିଆ ମିଶନ ମିଟିଂ ଥିଲା, ତା ପୂର୍ବରୁ ଆମର ସିଏନ୍ଆଇର ୱେଷ୍ଟର୍ଣ୍ଣ ଉତ୍କଳ ସିର ମିଟିଂ ଥିଲା। ସିର ମିଟିଂ କରିଛନ୍ତି, ଚେୟାରରେ ବସୁଛନ୍ତି, ଯୋଉ ପିତା ଖାଇଲେ ଆଜ୍ଞା ତମେ ଉଦ୍యోଗ ସମିତି ଚେୟାରରେ ବସିବ। ମୁଁ ଏହା କହିବା ପାଇଁ ଚାହୁଁଛି ସମସ୍ତ ବାଳକ ବୃନ୍ଦ ମାନଙ୍କୁ, ପ୍ରଭୁ ଆମକୁ ଦାୟିତ୍ୱ ଦେଇଛନ୍ତି ପିଲାକୁ ସୁଧାରିବା ପାଇଁ, ନହେଲେ ପ୍ରଭୁ ଦେବେ ସେ ପିଠ ମଝିରେ ନା। ପରମେଶ୍ୱରଙ୍କ ଭୟ ଆମଠାରେ ଦେଖାଯାଉ, ଏକ ବ୍ୟକ୍ତିକୁ ମଣିଷ କରିଦେବ ଆଜ୍ଞା। ହାଲେଲୁୟା। ଈଶ୍ୱରଙ୍କ ଭୟ ପବିତ୍ରତାକୁ ଜାତ କରିବ। ୟୁଥ ମାନେ ଭୟକୁ ଆପଣାନ୍ତ ଧରିବେ, ଆପଣ ଧରିବେ ଈଶ୍ୱରଙ୍କ ସାନ୍ନିଧ୍ୟରେ। ଈଶ୍ୱରକୁ କଣ ବୋଲି ଭାବୁଛନ୍ତି? କଣ ଅଟନ୍ତି ସେ? ଲକ୍ଷ ଲକ୍ଷ ଦୂତଗଣ ତାଙ୍କ ସାନ୍ନିଧ୍ୟରେ ଥରହର ଦିବାରାତ୍ର ଉପାସନା କରନ୍ତି। ସରାଫ ଗଣ ଆପଣାର ମୁଖ ଢାଙ୍କି ଦିଅନ୍ତି, ଆଚ୍ଛାଦନ କରନ୍ତି। ପବିତ୍ର ଦୂତ ମାନେ ଡରିକି ରୁହନ୍ତି, କାହିଁରେ କିଛି ନାଉ ଆମେ ଏପରି ବିଷୟ କେବେ ଦେଖାନ ଯାଅ। Praise the Lord. Hallelujah. Hallelujah.